इच्छा जो सृष्टि होची जो जे ये सब इच्छा जे सृष्टि करती से होचुनी प्रभु। तेणु से कहले एणु मो घर इच्छा पूर जो इच्छा सृष्टि होची सेठी प्रभु घर। अमनपुर रे तांको घर अनामनामटी गुरुंकर अमनपुर रे तांको घर अनामनामटी गुरुंकर अणसूत्रे देवे बांधी तू पारिऊ अणसूत्रे देवे बांधी तू पारिऊ से दिन दुर्दशा हे दूर आरे बाईवर भज श्री गुरुदेवंक श्रीपयर आरे बाईवर। तेणु जमीती आमर चिराचरित भाव अदालत उपस्थित होला जड़े वकिल जड़े लयर आग प्रथमे जज अनुमति नेबे तो सेमिति कोईली आसी प्रवेश करी माँ राधाराणी कृष्ण पक्ष लड़िबा प्रथम सी अनुमति भिक्षा कले। तापरे माँ श्रीमती कोईलीर परिचय पचारे ना प्रकृत में तुम्हें आगु केउठारे वकिलाती करिछ आउ केते वर्ष किसी अभिज्ञता अच्छी कि निजर परिचय शिक्षागत योग्यता एम सब पचारे तो कोईली कहला आसी अच्छी विवेक मु पढ़ी भक्ति पाठ श्रीकृष्ण मुक्ति कामी चैतन्य चाट से कहले मुझे चैतन्य शिष्य। चैतन्य होचंदी किए ना चेता स्वरूप से होचंदी विभु चैतन्य जीव होछि अणु चैतन्य। तेणु से चैतन्य शिष्य होछि ना किए ना विवेक। विवेक कौन मेरे क्षीर थाए मिश्रित ताको बाछई हंस नारायण पेशी अछंती मोना विवेक हंस। तेणु आम शरीर में विवेक भल मंद कोटा भल कोटा मंद जदि आमर अधिकांश प्रतिशत आम भल कम करुचे बा ठीक कम निजक नियोजित करें आम जाना आम पाखे विवेक अच्छी कहीं जमी जल नीर और क्षीर जदि मिश्र ताको हंस बाछी दूचे आ कहीं बाछी पारे तार वैज्ञानिक कारण रही किंतु सेहीपरि आम मन जो जिते सब इच्छा सृष्टि होती सब कर्म आम करुचे सी कर्म केतेटा ठीक कर्म करुचे केतेटा भूल कर्म करुचे। तेणु ठीक काम करने आमको जी प्रोत्साहित करे भूल काम करने पूर्व आमको जो सचेतन कर दिखती से होती विवेक। तेणु कोईली कहूँ जे आसी अच्छी विवेक मु पढ़ी भक्ति पाठ श्रीकृष्ण मुक्ति कामी चैतन्य चाट। तो निजर परिचय रे कोईली मध्य से कहते एवं से कहते जे निष्काम भक्ति ज्ञान श्रद्धा संविधान से गोटे संविधान पढ़ी निष्काम भक्ति श्रद्धा एवं भक्तिर संविधान को से पढ़ी आसी कहीं ना ये तो जो केस ये तो निश्चित भाव से भक्ति भाव ज्ञान एवं निष्काम भक्ति नथिले अनासक्त भक्ति नथिले ए मध्य केही लड़ी परिबे नाही।
ଆଇନରେ ଡିଗ୍ରୀ ପାଇ କରୁଛି ସନ୍ଧାନ। କହିଲେ ଏହା ମଧ୍ୟ କହୁଛି ଯେ ଏଇ ଯେଉଁ ଭାବ ଭକ୍ତି ଜ୍ଞାନ ଏଥିରେ ଏଇ ପାଠ ପଢ଼ାରେ ମୁଁ ଡିଗ୍ରୀ ଶେଷ କରିଦେଇଛି। ବର୍ତ୍ତମାନ ମୁଁ ସନ୍ଧାନ କରୁଛି ମାନେ ଅନୁସନ୍ଧାନ କରୁଛି, ରିସର୍ଚ୍ଚ କରୁଛି, ଯେଉଁଟାକୁ କହନ୍ତି ମାନେ ଶେଷରେ ଯେତେବେଳେ ଡିଗ୍ରୀ ହାସଲ କରିସାରିବା ପରେ କିଛି ନୂଆ ଜିନିଷକୁ ଯେତେବେଳେ ଜଣେ ଅନ୍ୱେଷଣ କରେ ତାକୁ ଆମର ସାଧାରଣତଃ ବୈଜ୍ଞାନିକମାନଙ୍କ ଭାଷାରେ କୁହାଯାଏ କ'ଣ ନା ସେ ରିସର୍ଚ୍ଚ କରୁଛି। ତେଣୁ ସିନା ନାମ ମୋର ଶ୍ରୀ ବିବେକ ହଂସ, ଗୁରୁ ମୋର ଜଗତ ଗୁରୁ ଶ୍ରୀ ପରମହଂସ। ସେ କହିଲେ ଗୁରୁ ହେଉଛନ୍ତି ପରମହଂସ, ମୋ ନାଁ ହେଉଛି ବିବେକ ହଂସ। ଆହୁରି କହିଲେ आहे ଯୋଗେଶ୍ୱରୀ ଘେନ, आहे ଯୋଗେଶ୍ୱରୀ ଘେନା ହେଉ ଏ ଦଇନି, ପ୍ରତିପକ୍ଷ ସାକ୍ଷୀ ଏବେ ଦିଅନ୍ତୁ ବୟାନୀ। ସେ କହିଲେ ବର୍ତ୍ତମାନ ଉଭୟ ପକ୍ଷର ଆପଣଙ୍କ ପକ୍ଷର କେଉଁମାନେ ଅଛନ୍ତି, କାହିଁକି କୃଷ୍ଣବନ୍ଦୀ ହେଇଛନ୍ତି, ସିଏ ତାଙ୍କର ପକ୍ଷ ସାକ୍ଷୀ ପ୍ରଦାନ କରନ୍ତୁ ଏବଂ ୟାଙ୍କର ଯଦି କିଏ ସାକ୍ଷୀ ଥିବେ ତ ବିନା ସାକ୍ଷୀ ପ୍ରମାଣରେ ତ କିଛି ସମାଧାନର ବାଟ ହୋଇପାରିବ ନାହିଁ। ତେଣୁ କୋର୍ଟ ସାକ୍ଷୀରେ ହିଁ ବିଶ୍ୱାସ କରେ। ହୁଏତ ସତ କହିଥାଇପାରନ୍ତି, ଭଗବତ ଗୀତାକୁ ଛୁଇଁକି ମଧ୍ୟ କେତେକ ଲୋକ ସତ କହିପାରନ୍ତି, କେତେକ ମଧ୍ୟ ମିଛ କହିପାରନ୍ତି। କିନ୍ତୁ ନିଜେ ଯେଉଁଠାରେ ଅନ୍ତର୍ଯାମୀ ଥାଇକି ମଧ୍ୟ ପ୍ରଭୁଙ୍କର ଯେଉଁଠି କେସ୍ ଚାଲିଛି ସେଠି କିଏ କିଏ ସାକ୍ଷୀ ଦେବେ ଦେଖିବା। ମା ରାଧାରାଣୀଙ୍କ ତରଫରୁ କେଉଁମାନେ ସାକ୍ଷୀ ଦେଉଛନ୍ତି? କଳା କାହ୍ନୁ ହେ ଆଜି ପାଇବ ଲଜ୍ଜା, କଳା କାହ୍ନୁ ହେ ଅଷ୍ଟ ସଖୀ ମତେ ସୁଦେବୀଙ୍କ ହସ୍ତେ, ଅଷ୍ଟ ସଖୀ ମତେ ସୁଦେବୀଙ୍କ ହସ୍ତେ, ଶ୍ୟାମ ଆଜି ତୁମ୍ଭେ ପାଇବ ସଜା, କଳା କାହ୍ନୁ ହେ ଆଜି ପାଇବ ଲଜ୍ଜା, କଳା କାହ୍ନୁ ହେ। ଆମର ଯେତେ ସବୁ ଭକ୍ତ ଅଛନ୍ତି ତାଙ୍କ ଭିତରୁ ଏଇଠୁ ଭାଇ ଆମେ ସ୍ଥିର କରିଦେବା ଭାଇମାନେ ଯେ କେଉଁ ଭକ୍ତମାନେ ମାଆଙ୍କ ପକ୍ଷରେ ରହୁଛନ୍ତି ଆଉ କେଉଁ ଭକ୍ତମାନେ ପ୍ରଭୁଙ୍କ ପକ୍ଷରେ ରହୁଛନ୍ତି। ଆପଣ ନିଜେ ନିଜେ ମନକୁ ସ୍ଥିର କରିନିଅନ୍ତୁ ଯେ ନାଇଁ ଯାହା ହେଲେ ବି ମୁଁ ପ୍ରଭୁଙ୍କ ପକ୍ଷରେ ରହିବି। ଆଉ କେହି ଭାଇମାନେ ଥିବେ ସେ କହିବେ ନାଇଁ ମୁଁ ମାଆଙ୍କ ପକ୍ଷରେ ରହିବି, ମାଆ ହେଉଛନ୍ତି ଜଜ୍, ପ୍ରଭୁ ହେଉଛନ୍ତି ବନ୍ଧୁ। ଦେଖିବା ଶେଷରେ କ'ଣ ସମାଧାନ ହେଉଛି ଆଉ କିଏ ଜିତୁଛନ୍ତି। ସବୁବେଳେ ଭାବ ହିଁ ଜିତେ, ସବୁବେଳେ ଭଲ ପାଇବା ଜିତେ, ସ୍ନେହ ପ୍ରେମ ସବୁବେଳେ ଜିତିଛି। ମୋତେ ଲାଗୁଛି ଶେଷରେ ବୋଧେ ପ୍ରଭୁ ହିଁ ହାରିବେ। କିନ୍ତୁ ମୁକ୍ତି ହେବେ ତ କୋଇଲି ଆସିଛି ପ୍ରଭୁଙ୍କଠେ ଆମର ଧାରା ଲାଗିଯାଇଛି 302, 379, 361 ଆଉ 504 ଡକାୟତ କେସ୍, ମର୍ଡର କେସ୍ ପ୍ରଭୁଙ୍କଠେ ଲାଗିଛି। ତ ଦେଖିବା କ'ଣ ହେଉଛି। ତୁମ୍ଭ ମୋକଦମା କରିବୁ ୱାରେଣ୍ଟରେ ଶ୍ରୀପତି ନେବୁ, 420 ଦେବୁ ଦଫା ଯୋଡ଼ିଏ, ହେଲା ଖଞ୍ଜା ଏବେ ଲାଗିବ ମଜା, କଳା କାହ୍ନୁ ହେ ଆଜି ପାଇବ ଲଜ୍ଜା, କଳା କାହ୍ନୁ ହେ। ଯମୁନାକୁ ଗଲେ ତ ଯୋଷା, ବସ୍ତ୍ର ଚୋରିରେ ଲୋକ ହସା, ମଉଳା ନାରୀ ଚିତ ଚୋରି, କଲ ତୁମ୍ଭେ ଶୁଣ ସଉରି, ଏହାର କୈଫତ ଦେବ ହେ ନନ୍ଦସୁତ, ଲଳିତା ଭାଷେ ଶ୍ରୀଧର ରାଇ ଯୋଗାଭିସାର, ଅଭିରାମ ପୁଛେ କିମ୍ପା କହି ଯା, କଳା କାହ୍ନୁ ହେ
আজি পায়ে বল যা କଳା କାହ୍ନୁହେ। ତେଣୁ ଏହିପରି ଭାବରେ ଆମର ଯେଉଁ ଠାକୁର ଆମର ଯେଉଁ ଗୀତଟି ଲେଖିଛନ୍ତି ଯେ